Dear students, welcome to my Odia classes. ଆଜିର ଏଇ କ୍ଲାସରେ ଆମେ ନବମ କ୍ଲାସର ସେଟ୍ ପ୍ରକ୍ରିୟା ଆଉ ସେଟ୍ ପ୍ରୟୋଗ ଏଇ ଯେଉଁ ଚାପ୍ଟରଟି ଅଛି ଏଇ ଚାପ୍ଟରରୁ କ'ଣ କ'ଣ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏକ୍ଜାମରେ ଆସିବ ବାର୍ଷିକ ପରୀକ୍ଷାରେ ତାହା ଆମେ ଆଲୋଚନା କରିବା। ଆସ ଆଲୋଚନା କରିବା। ତା ପୂର୍ବରୁ କିଛି ମୁଁ ସୂଚନା ଦେବାକୁ ଚାହୁଁଛି, ଯେଉଁମାନେ ନବମରୁ ଦଶମକୁ ଯିବ ତ ନିଶ୍ଚିନ୍ତ ଭାବେ ତ ଦଶମକୁ ଯିବ ସମସ୍ତେ, ତ ଦଶମର ଯେଉଁମାନଙ୍କର ମ୍ୟାଥ୍ ବା ନବମର ମ୍ୟାଥ୍ ଯେଉଁଟା ପ୍ରୋବ୍ଲେମ୍ ହେଉଛି, ଦଶମକୁ ଯେଉଁମାନେ ଭଲ ଭାବେ ପଢ଼ିବାକୁ ଚାହୁଁଛ ସ୍ପେଶିଆଲ୍ ଆମେ ମ୍ୟାଥ୍ କ୍ଲାସ୍ କରୁଛୁ ଅନଲାଇନ୍ରେ ଆମର ଆପ୍ଲିକେସନ୍ ରହିଛି। ଆପ୍ଲିକେସନ୍ ନାଁ ହେଉଛି ମାଇ ଓଡ଼ିଆ କ୍ଲାସେସ୍। ଯେଉଁମାନେ ନବମ ଶ୍ରେଣୀ ପିଲା ଦେଖୁଛ ମାଇ ଓଡ଼ିଆ କ୍ଲାସେସ୍କୁ ଆପ୍କୁ ଡାଉନଲୋଡ଼୍ କରିନିଅ, ଇନଷ୍ଟଲ୍ କରିଦିଅ ପ୍ଲେ ଷ୍ଟୋରରୁ। ଆଉ ଏହାର ଡେସ୍କ୍ରିପସନ୍ରେ ବି ମୁଁ ଦେଇଦେବି ଆମର ଟେଲିଗ୍ରାମ ଆଉ PDF ପାଇବା ପାଇଁ। ତ ଏଇ କ୍ଲାସ୍ରେ ଆମେ ଆଲୋଚନା କରିବା ସେଟ୍ ପ୍ରକ୍ରିୟା ସେଟ୍ ପ୍ରୟୋଗ ବିଷୟରେ। ତ ସେଟ୍ ପ୍ରକ୍ରିୟା ଆଉ ସେଟ୍ ପ୍ରୟୋଗ, ସେଟ୍ର ସ୍ରଷ୍ଟା ହେଉଛନ୍ତି ତତ୍ତ୍ୱର ସ୍ରଷ୍ଟା ହେଉଛନ୍ତି ଜର୍ଜ କ୍ୟାଣ୍ଟର। ମନେ ରଖ, ଜର୍ଜ କ୍ୟାଣ୍ଟର ସେଟ୍ ତତ୍ତ୍ୱର ସ୍ରଷ୍ଟା। ଏତିକି ମନେ ରଖିବ। ସେଟ୍ ଆଉ ସେଟ୍ର ଉପାଦାନ ବିଷୟରେ ତ ଜାଣିଛ, ଟିକେ ପଢ଼ି ନେବ। ଶୂନ୍ୟ ସେଟ୍ କ'ଣ, ଅସୀମ ସେଟ୍ କ'ଣ, ଏଇଟା ଟିକେ ନାକୁ ଆଖି ପକାଇ ଦେବ। ଉପସେଟ୍ କ'ଣ, ଏହାର ଯେଉଁ ସୂତ୍ର ପଦ୍ଧତି ତାଲିକା ପଦ୍ଧତି ରହିଛି ମନେ ରଖ। ଯେଉଁଟା ବ୍ୟାପକ ସେଟ୍ ଏଇଟା କାହାକୁ କହନ୍ତି ଏଇଟା ବି ମନେ ରଖିବ। ହେଉଛି ବ୍ୟାପକ ସେଟ୍, ତା ଭିତରେ ଏମାନେ ଆସିବେ ଗଣନ ସଂଖ୍ୟା, ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା, ପୂର୍ଣ୍ଣ ସଂଖ୍ୟା ଆଉ ଅପରିମେୟ ପରିମେୟ ଏସବୁ ସଂଖ୍ୟା। ସେଟ୍ ପ୍ରକ୍ରିୟା ବିଷୟରେ ସଂଯୋଗ, ତାର ସୂତ୍ର ପଦ୍ଧତିକୁ ଧ୍ୟାନ ଦେବ। ସଂଯୋଗ ଓକେ। ଆଉ ଉଦାହରଣ ଗୁଡ଼ାକ, ସଂଯୋଗ ସମ୍ବନ୍ଧୀୟ କେତେକ ତଥ୍ୟ, ଏଗୁଡ଼ା ସବୁ। এই ତଥ୍ୟ ଗୁଡ଼ା ଭେରି ଭେରି ଇମ୍ପୋର୍ଟାଣ୍ଟ। କେମିତି କ୍ୱେଶ୍ଚିନ୍ ଆସିବ ନା ଏ ସବସେଟ୍ ବି ହେଲେ ଏ ୟୁନିୟନ୍ ବି ସମାନ ଡ୍ୟାସ୍ ବି ହେବ, ବି ସବସେଟ୍ ହେଲେ ଏ ୟୁନିୟନ୍ ବି ସମାନ ଡ୍ୟାସ୍ ଏ ହେବ। ଏଇଭଳି ଭାବରେ ହେବ। ଉଦାହରଣ 5 ABC ହେଲା। ଏଇଟା ଏଇଭଳି ଭାବରେ କରିବ। ଛେଦ ପ୍ରକ୍ରିୟା, ଛେଦର ବି ଭେନ୍ ଚିତ୍ର ଦେଖିବ, ଏହାର ଉଦାହରଣ ଦେଖିବ। ଛେଦ ସମ୍ବନ୍ଧୀୟ କେତୋଟି ତଥ୍ୟ, ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ। ଏଗୁଡ଼ାକ ଭଲ କି ପ୍ରାକ୍ଟିସ୍ କରିକି ଯିବ। କ୍ରମ ବିନିମୟ, ସହଯୋଗୀ ନିୟମ, ଉଦାହରଣ 9 ବଣ୍ଟନ ନିୟମ, ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ। 10 ନମ୍ବର ଉଦାହରଣ 10। ଆଉ ଅନ୍ତର ପ୍ରକ୍ରିୟା କାହାକୁ କହନ୍ତି, ଅନ୍ତର ପ୍ରକ୍ରିୟାର ସୂତ୍ର ପଦ୍ଧତି, ଏଇଟା B - A A - B। ଗୋଟେ ପଢ଼ିଦେଉଛି ଦେଖ, x that x belongs to A, ମାନେ xଟା A ସେଟ୍ର ଉପାଦାନ ହେଇଥିବ କିନ୍ତୁ xଟା B ସେଟ୍ର ହୋଇନଥିବ। ଏଇଟା ହେଉଛି A - B। ତ ଏହାର ବହିନ ଚିତ୍ର ସବୁ ଦେଖି ନେବ। ଏହାର MCQ ଏଗୁଡ଼ା କାହିଁକି ଗଡ଼େଇକି ଯିବାକୁ କହୁଛି, ଏଗୁଡ଼ାକ ପଢ଼ୁନାହାନ୍ତି ପିଲା। ଏଗୁଡ଼ା ପଢ଼ିଲେ ହିଁ ତୁମେ MCQ ଭଲ କରିପାରିବ। ତ ଏଗୁଡ଼ାକ ଏମିତି ମନେ ରଖିବାକୁ ପଡ଼ିବ। ଟିକେ କାହିଁକି ଦେଇଛି ଏଗୁଡ଼ାକ ବୁଝିପାରୁଛ ନା ନାହିଁ। ଏଇଟା 1 ନମ୍ବର 2 ନମ୍ବର ହେଲା, 3 ନମ୍ବର ଟିକେ ପ୍ରାକ୍ଟିସ୍ କରିଦେବ। 1 ନମ୍ବରଟା ତ ନିଶ୍ଚିନ୍ତ MCQ, ଏଇଟା ସବୁ ଏଇ ବିଷୟରୁ MCQ ଆସିବ। ଚାଲ, ସାମଞ୍ଜସ୍ୟ ଅନ୍ତରର ସଂଜ୍ଞା ଆଉ ସୂତ୍ର, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ତାପରେ ଉଦାହରଣ 12, ଏଗୁଡ଼ା ସବୁ ଇମ୍ପୋର୍ଟାଣ୍ଟ। ସାମଞ୍ଜସ୍ୟ ଅନ୍ତର ପ୍ରକ୍ରିୟା, କ୍ରମ ବିନିମୟ, ଏଠି କ୍ରମ ବିନିମୟ, ସହଯୋଗୀ, ଏଗୁଡ଼ା ସବୁ। ସେଟ୍ ତତ୍ତ୍ୱର ପରିପୂରକ ସେଟ୍, A ଡ୍ୟାସ୍ ଯୋଉଟା A ଡ୍ୟାସ୍ ଇଜ୍ ଇକ୍ୱାଲ୍ ଟୁ E - A ପରିପୂରକ ସେଟ୍। ଗୋଟେ ସେଟ୍ ତାର ପରିପୂରକ ସେଟ୍ A ଡ୍ୟାସ୍, ଏଇ ପୋଜିସନଟା ହେଉଛି A ଡ୍ୟାସ୍। ଇରୁ A ମାଇନସ୍ କଲେ A ଡ୍ୟାସ୍, ଆଉ ଇରୁ A ଡ୍ୟାସ୍ ମାଇନସ୍ କଲେ କେତେ ହେବ, A ବାହାରିବ। ତ ଏଇଭଳି ଭାବରେ ଉଦାହରଣ 13 ଇମ୍ପୋର୍ଟାଣ୍ଟ। ପରିପୂରକ ସେଟ୍ ସମ୍ବନ୍ଧୀୟ କେତେକ ତଥ୍ୟ 1 2 3 4। ଡିମର୍ଗାନଙ୍କ ନିୟମ ଗୋଟେ ଲଙ୍ଗ କ୍ୱେଶ୍ଚିନ୍, ଏଗୁଡ଼ା ମନେ ରଖିବ। ଏଠି ସତ୍ୟତା ପ୍ରତିପାଦନ କରିବା ପାଇଁ କହିଛି। ଉଦାହରଣ 14, E ସେଟ୍ ଦେଲା, A ସେଟ୍ ଦେଲା, B ସେଟ୍ ଦେଲା, କହିଲା ଡିମର୍ଗାନଙ୍କ ନିୟମ ଦୁଇଟିର ସତ୍ୟତା। 1B I II IV, ଏଗୁଡ଼ା ସବୁ ଯାକ ଇମ୍ପୋର୍ଟାଣ୍ଟ। ସବୁ ଏଇଟା ପ୍ରାକ୍ଟିସ୍ କରିକି ଯିବ।
3 नंबर 4 नंबर सामंजस्य अंतरप्रक्रिया क्रम विनिमय नियम एगुड़ाक दुईटी सेट्र कार्टेजीय गुणफल ए और बी दुईटी अणशून्य सेट ए उपादान को प्रथम उपांश बी उपादान को द्वितीय उपांश नहीं कि जोते जोड़ी होची ताकू कहते ए और बी सेट द्वयर कार्टेजीय गुणफल यही भाव में लिखा होची। तो उदाहरण 15 ए अनुसार यहाँ मन रख उदाहरण 16 दुईटी सेट बी संजोग सेट उपादान संख्या यार प्रयोग यूनियन बी एगुड़ा मन रख उपादान संख्या एटा बी उपादान संख्या एटा उपादान संख्या सूत्र मन रख उदाहरण 18 19 भेरी भेरी इम्पोर्टेंट 18 19 भल प्रैक्टिस कर 20 प्रैक्टिस कर 21 यहाँ सब उदाहरण कौटा पड़ो कही हेनी 1 नंबरटा तो निश्चिंत पड़ो MCQ एटा भल करदे तो प्रैक्टिस करदेव जदि न कर को आउ थे देखी नब पड़ो एरा सब बीटा भी यहाँ 2 नंबर 3 नंबर आ भितर कौन कह सब तो ये कौटा पड़ो इम्पोर्टाट तथापि दे दूँ इम्पोर्टाट यहाँ बीबीस कार्यक्रम दूरदर्शन कार्यक्रम यहाँ पड़ो 10 नंबर 11 नंबर 12 नंबर ये 3टा इम्पोर्टाट बेसी बेसी ये कौन ये तुम अच्छी लंग क्वेश्चन आ सर्ट क्वेश्चन ये चैप्टर कहली मु तुम मानक जदि वीडियोटी भल लगी सांग मानक शेयर करंतु आउ सांगसाथी को जुणातु तुमर आउ निजर स्टेटस रे पकांतु व्हाट्सएप स्टेटस रे हमको मेसेज करंतु कौन आउ वीडियो दरकार ओके कमेंट करंतु पिलांगर कमेंट आसतिला अपलोड करंतु क्वेश्चन तो समस्त अपलोड करेंगे बुझिपारछ ना नहीं किंतु पाठटा प्रैक्टिस कर जाटा हूँ तुमर काम सीटा आम करुचु गाइड करुचु तुम्हें माने जदि आम गाइड रहिबो ताले भल कर परिबो किछि असुविधा नहीं से तो डेडिकेटेडली आम काम करने आग्रह पूरा अच्छु चलो आज ये तो जदि वीडियोटी भल लगी सांग मानक शेयर कर दियो लाइक कर दियो रोची धन्यवाद।